କଣ କିଣା ସରିଲା କିଲୋ? କିଣା ସରିଲା। ସୋରିଷ ତେଲରେ ପକେଇଲେ କାହିଁକିନା ଟେଷ୍ଟ ଅଲଗା ଟିକେ ଆସେ। ଦେଖିପାରୁଥିବେ ଏଇନେ ଆମର ତରକାରୀ ଟା ସିଝି ଯାଇଛି। ହାଏ ସାଙ୍ଗମାନେ, ସ୍ୱାଗତ କରୁଛୁ ଆଉ ଗୋଟେ ନୂଆ ଭିଡିଓରେ। ଆଶା କରୁଛୁ ସମସ୍ତେ ଭଲରେ ଥିବେ। ଆମେ ମଧ୍ୟ ଭଲରେ ଅଛୁ ତ ସାଙ୍ଗମାନେ, ଏଇନେ ସମୟ ରାତି 8ଟା ହେଇଗଲାଣି। ଆଉ ଏଇନେ ଆମେ ରୁମ ରେ ହିଁ ଅଛୁ। ଆଉ କହୁଛନ୍ତି ଆଜି କିଛି ସ୍ପେଶାଲି ହବ ବୋଲି, କଣ କହୁଛ? ହଁ, କେବେ ହେଇନି ଆମ ଘରେ। ହଁ, ସେଇଟା ପୁଣି ଫାଷ୍ଟ ଟାଇମ ହେଲା କି? ଯେହେତୁ ସାମାନ ନଥିବାରୁ। ତ ଆପଣ ମାନେ ଭିଡିଓରେ କଣ୍ଟିନ୍ୟୁ ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ। ତ ଚାଲନ୍ତୁ ଏଇନେ ବିନା ଟାଇମ ୱେଷ୍ଟ କରି ଭିଡିଓ ଟା ଷ୍ଟାର୍ଟ କରିବା। ଏଇନେ ଦେଖିପାରୁଥିବେ ଏଇନେ ଏପଟେ କଣ କରୁଛନ୍ତି ଦେଖନ୍ତୁ। ଫାଷ୍ଟ ତ ମୁଁ ଖାଲି ଏଟା ଆଳୁ ଦିଟା ଚୋପା ଛଡେଇକି ଖାଲି ଉଟକି ଦେଇକି ରଖିଦେଇଥିଲି। ଆଉ ଏଟା ଆଳୁ ଲମ୍ବା ଲମ୍ବା କରିକି ସିଝେଇ ଦେଇଥିଲେ। ଆଉ ଏପଟେ ଆମର ଏଇନେ କଣ ଅଛି ଦେଖ। ଏଇନା ଦେଖ, ଏଇଟା ଆମର ଆଳୁଟା ସରି ଆଳୁ କହୁଛି ମୁଁ, ଅଣ୍ଡା ଟା ସିଝେଇକି ରଖା ହେଇଥିଲା। ଏଇଟା ମୁଁ ଖାଲି ଆଳୁ ଚୋପାଟା ଇଏ କରିଦେଇଥିଲି, ଅଣ୍ଡା ଟା ଛାଡି ଦେଇଥିଲି ଟିକେ। ତ ଏଇନେ ଆମେ ଅଣ୍ଡା ଚୋପାକୁ ବି ଆଗ ଛଡେଇଦବା। ଭିତରେ କେମିତି ଅବସ୍ଥା ହେଇଛି ଦେଖ। ଜଲଦି ଜଲଦି ତ ଏଇଟା ଜଲ୍ଦି ଜଲ୍ଦି ସଫା ବି କରିଦବୁ, କିଛି ନାହିଁ। ଖାଲି ଅଣ୍ଡା ଚୋପା ଅଛି ବୋଲି ଟିକେ ରଖିଦେଇଥିଲୁ ଏମିତି। ଏଇନେ ଦେଖିପାରୁଥିବେ ଏଇନେ ଆମର ଅଣ୍ଡା ଚୋପା ବି ଛଡେଇବା ସରିଯାଇଛି। ଆଉ ଏଇନେ ଆମର ଆଳୁ ବି କଟା ସରିଯାଇଛି। ଆଉ ଏଇନେ ଆମର ଟମାଟୋ ଗୋଟେ ଅଛି, ଏଇଟା ଗୋଟେ କାଟିଦବା। ତାପରେ ଆମର ଯାହାବି ଅଛି ସବୁ କିଛି ଆଇଟମ ରେଡି କରିଦେଇକି ରୋଷେଇଟା ଷ୍ଟାର୍ଟ କରିବା। କଣ କହୁଛ? ହଁ, ସବୁ ରେଡି ହେଇକି ଅଛି, ଖାଲି ତରକାରୀ କରିବାର ଅଛି ଆମର। ଏଇନେ ଦେଖିପାରୁଥିବେ ଏଇନେ ଆମର କଡେଇଟା ବସିଛି। ଏଇନେ ଫାଷ୍ଟ ତ ଆମେ ଅଣ୍ଡା ଆଉ ଆଳୁକୁ ଟିକେ ଟିକେ ଆଗ ଫ୍ରାଏ କରିଦେବା। ତ ଫ୍ରାଏ କରିବା ପାଇଁ ଆଗ ସର୍ବପ୍ରଥମେ ଆମେ ତେଲ ଟା ପକେଇଦବା। ତ ଆମେ ଆଜି ୟୁଜ କରୁଛୁ ସୋରିଷ ତେଲ ଟା, ହେଲା କି? ଡେଲି ରିଫାଇନ ତେଲରେ ହଉଥିଲା। ହଁ ତ ମୁଁ ଆଜି ଏମିତି କିଛି ମସଲାରେ ରୋଷେଇ କରିବି। ତ ସେଥିପାଇଁ ମୁଁ ସୋରିଷ ତେଲ ପକେଇଲି। ହଉ, ସୋରିଷ ତେଲରେ ପକେଇଲେ କାହିଁକିନା ଟେଷ୍ଟ ଅଲଗା ଟିକେ ଆସେ। ଏଇନେ ଆମର ତେଲ ଟା ଗରମ ହେଇଯାଇଛି। ତ ଚାଲନ୍ତୁ ଏଇନେ ଟିକେ ଟିକେ ଆଗ ୟାକୁ ଫ୍ରାଏ କରିଦେବା। ଆମର ଫ୍ରାଏ କରିବେ ତ ସରିଗଲା, ଦେଖିପାରୁଥିବେ। ଆଉ ଏଇଟା ଏଇଟା କଣ ହେଲା? ବେସର। ଏଇଟା ହଉଛି ବେସର, ବେସର ବଟା। ତ ଆମ ଘରେ ଏମିତିରେ ବି ବେସର ରୋଷେଇ କିଛି ବି ହେଇନି। ତ ଆଜି ଫାଷ୍ଟ ଟାଇମ ମୁଁ ବେସର ତରକାରୀ କରିବି। ତା ସହିତ ମସଲା ଦେଇକି ସବୁବେଳେ ରୋଷେଇ ହୁଏ ଆମର। ତ ଆଜି ଟିକେ ଇଚ୍ଛା ହେଲା, ମୁଁ ବେସରରେ ରୋଷେଇ କରିବି ଅଣ୍ଡା ତରକାରୀ। କେମିତି ହବ ତ ଖାଇକି ଦେଖିବା। ଠିକ ଅଛି, ଚାଲ। ଏଇଠି ମୁଁ କିଛି ବି ଏମିତି ମସଲା ବେଶୀ କିଛି ପକେଇବିନି ମୁଁ। ଖାଲି ବେସର ପଡିଲା, ସୋରିଷ, ତାପରେ ରସୁଣ, ଅଦା, ପିଆଜ। ତା ସହିତ ମୁଁ ଲଙ୍କାଗୁଣ୍ଡ ଟିକେ ପକେଇଦେଲି, ହଳଦୀ ଟିକେ, ଲୁଣ ଟିକେ, ତାପରେ ମସଲା ଗୁଣ୍ଡ ଟିକେ ପକେଇବି। ତ ଦେଖିପାରୁଥିବେ ଆମର କଟା ହେଇଥିବା ଟମାଟୋ ପକା ହେଲା। ତ ୟାକୁ ଟିକେ ଭଲ ଭାବେ ମିକ୍ସ କରିଦବା। ଟିକେ ସ୍ୱାଦ ଅନୁସାରେ ଲୁଣ ଟା ପକେଇଦବା। ତାପରେ ଆମର ହଳଦୀ ଗୁଣ୍ଡ ଟିକେ ପକେଇବା। ଏଇନେ ୟାକୁ ଟିକେ ଭଲ ଭାବରେ ମିକ୍ସ କରିଦବା। ତ ଏଇନେ ଦେଖିପାରୁଥିବେ ଆମର ଗୋଟେ ବେସର ପାଣି ଟା ଥିଲା। ତ ଏଇନେ ୟାକୁ ପକାହଲା। ତାକୁ ସିଝିବା ପାଇଁ ଛାଡିବା। ହଉ। A few moments later. ୱାଓ, ଦେଖିପାରୁଥିବେ ମସଲା ଟା ସିଝି ଯାଇଛି ନା, ଟିକେ ଘାଣ୍ଟି ଦେଲ। ଆଳୁ ଟିକେ ପକେଇକି ୟାକୁ ଟିକେ କଷିବା ଭଲ ଭାବରେ। ହଉ ଠିକ ଅଣ୍ଡା ଅଛି। ତ ଫ୍ରାଏ ହେଇଯାଇଛି ଆମର। ଆଳୁ ଖାଲି ଟିକେ କଷିବା ବେସର ସହିତ। ତାପରେ ଅଣ୍ଡା ପକେଇବା, ପାଣି ପକେଇବା। ଚାଲ ଏଇନେ ୟାକୁ ପକେଇଦବା। ମୁଁ ଖାଲି ଆଳୁ ପକେଇଲି ଏବେ। ଖାଲି ଆଳୁ ପକା ହବ। ଟିକେ ଆଳୁ ଖାଲି ପକେଇକି ଆଉ ଟିକେ ଭଲ ଭାବରେ କଷିଦେବି। ତ ଏଇନେ କିଛି ସମୟ ଗୋଟେ ଘୋଡେଇକି ରଖିଦବା। ତ ଚାଲନ୍ତୁ ଏଇନେ ଆମର ପାଣି ଟିକେ ପକେଇଦବା, କାହିଁକି ନା ଆମର ବେସର ଟା ପୁରା ଶୁଖି ଯାଇଛି ଦେଖିପାରୁଥିବେ। ତ ଚାଲ ଏଇନେ ପାଣି ଟିକେ ପକେଇଦବା ଆଗ। ଏଇନେ ଆମର ପାଣି ଟା ପଡି ସାରିଲାଣି। ଆଉ ଏଇନେ ଆମର ଗରମ ମସଲା ଟିକେ ପଡୁଛି ନା କଣ? ଟିକେ ମୁଁ ପକେଇ ଦଉଛି। ତ ସାଙ୍ଗମାନେ, ଆପଣ ମାନେ କେହି ପ୍ରାୟତଃ ଖାଇଥିବେ ବେସରରେ ତିଆରି ଅଣ୍ଡା ତରକାରୀ। ସବୁ ପ୍ରକାର ତରକାରୀ ଖାଇଥିବେ ବେସରରେ। ହଁ, ଯେହେତୁ ଆମ ଘରେ ହେଇ ନଥିଲା, ତ ମତେ ବି ଇଚ୍ଛା ଲାଗିଲା ଆଜି ଟିକେ ମୁଁ ବେସରରେ ଟ୍ରାଏ କରିବି। ମତେ କହୁଥିଲା ହେଲା କି, କେବେଠୁ କରିବି ବୋଲି କହୁଥିଲା। କିନ୍ତୁ ମୁଁ ହିଁ ଆଣି ଦଉନଥିଲି ଅଣ୍ଡା, ସେଥିପାଇଁ ଆଜି ମୁଁ ଆଣିଦେଲି। ଆଉ ମୁଁ ଡ୍ୟୁଟି ଯିବି ବୋଲି କହୁଥିଲା, ଇଏ ମତେ କହିଲା ନା ନା ଆଜି ଯାଉନି ଆଜି ବେସର ତରକାରୀ କରିବା, ବେସର ତରକାରୀ କରିବା କହିଲେ ଯେମିତି ବାର ବାର କହିଲେ ଯେମିତି ମୁଁ ଆଜି ରହିଗଲି। ଏଇନେ ସେଥିପାଇଁ ମୁଁ ସନ୍ଧ୍ୟାରେ ଯାଇନି ଆଜି। ତ ଚାଲ ଏଇନେ ରୋଷେଇ ତ ଚାଲିଛି, ରୋଷେଇ ଟା ସରିଯାଉ, ତାପରେ ଆଜି ଆମେ ଦେଖିବା କେମିତି କଣ ହଉଛି। ଦେଖିବା ଟେଷ୍ଟି କେମିତି ହଉଛି। ଚାଲନ୍ତୁ ଏଇନେ ଟିକେ ଦେଖିଦବା। ଦେଖିପାରୁଥିବେ ଆମର ଫୁଟି ଗଲାଣି। ଏଇନେ ଆମର ଅଣ୍ଡା ଯୋଉ ଫ୍ରାଏ କରିକି ରହିଲା, ଏଇଟା ପକେଇଦବା ଗୋଟି ଗୋଟି କରିକି।
ତାକୁ ମିକ୍ସ କରିଦେବା ଟିକେ ଭଲ ଭାବରେ। ତମେ କେବେ ଖାଇଛ ନା ନାଇଁ? ନା ବେସରରେ ମୁଁ ତ କେବେ ଖାଇନି, ସେଥିପାଇଁ ମୁଁ ଆଜି ଦେଖିଲି ଟିକେ ଭଲ ଲାଗିଲା। ମାନେ ବେସରରେ ଯାହାବି ରୋଷେଇ କରିଲେ ତରକାରୀ ହଉ ଯାହାବି ତ ବହୁତ ଟେଷ୍ଟି ଲାଗେ। ଦେଖିପାରୁଥିବେ ଏଇନେ ଆମର ତରକାରୀ ଟା ସିଝି ଯାଇଛି। ଏଇନେ ଆମର ରୋଷେଇ ତ ସରି ଯାଇଛି, ତ ଏଇନେ ଆମର କିଛି ପରିବା ବି ସରି ଯାଇଛି। ଏତେ କିଛି ପରିବା ନାହିଁ, ଭଜା କରିବା ପାଇଁ କିଛି ନାହିଁ। ତ ଏଇନେ ମୁଁ ଆଜି ରୁମ ରେ ଅଛି, ମୁଁ ରୁମ ରେ ରହିଲେ ହିଁ ପନିପରିବା ନେଇକି ଆସୁଛୁ, ନହେଲେ ନବା ଆଣିବାରେ ଟିକେ କଷ୍ଟ ହେଇଯାଉଛି, ମାନେ ଟିକେ ଅସୁବିଧା ହେଇଯାଉଛି। ତ ସେଇଥିପାଇଁ ତ ଦେଖିପାରୁଥିବେ ଏପଟେ ଆମର ଭଜା ପାଇଁ କିଛି ନାହିଁ। ଦେଖ ଖାଲି ଆଳୁ ଟିକେ ଅଛି, ଟମାଟୋ ଟିକେ ଅଛି, ଆଉ ଲଙ୍କା ଟିକେ ଅଛି। ଦେଖ ଆମର ଟିକେ ଏଇନେ ସିଚୁଏସନ ଟା ସେମିତି ଚାଲିଛି ବୋଲିକି ଏତେ ସାମାନ କିଛି ଆସିପାରୁନି। କଣ କହୁଛ? ଆଣା ପାଇଁ ବହୁତ ଇଚ୍ଛା କିନ୍ତୁ ଆସିପାରୁନାହିଁ। ଆଉ ଦେଖାଯାଉ ଆଗକୁ କଣ ହଉଛି। ଯଦି ଆଗକୁ ଯଦି ଭଲସେ ରହିବା ତ ସବୁ କିଛି ଧୀରେ ଧୀରେ ଆସିବ। ତ ଏବେ ଟିକେ ଆଡଜଷ୍ଟ ଚଳିବାକୁ ପଡୁଛି। ତ ଯଦି ଆପଣ ମାନଙ୍କର ଭଲ ପାଇବା ସପୋର୍ଟ ରହିଲା ତ ନିହାତି ଆଗକୁ ଭଲ ହବ। କଣ କହୁଛ? ହଁ ନିହାତି ଭଲ ହବ। ସେଟା ହଉଛି ଆପଣ ମାନଙ୍କର ଭଲ ପାଇବା ଆଶୀର୍ବାଦ। ଚାଲ ଏଇନେ ଗୁଡାକ ସବୁ ଭଲସେ ଯାକ ଧୋଇ ଦିଅ, ତାପରେ ପନିପରିବା ନେଇଯିବା। ହଁ ପରିବା ନେଇଯିବା, ଆମର ପରିବା କିଛି ନାହିଁ। ଏଥିରେ ବି ତମେ ଛୁଟିରେ ଅଛ। ହଉ ତ ମୁଁ ଜଣେ ଯାଏନି, ହଉ ତ ଯିବା। ତ ଦେଖ ସିଏ ସେପଟେ ଜଲ୍ଦି ଜଲ୍ଦି ଆଗଥର ପଳେଇଲାଣି, ତ ମୁଁ ଧୀରେ ପଛରେ ଯାଉଛି। କଣ କିଣା ସରିଲା କିଲୋ? କିଣା ସରିଲା, ଏବେ ବର୍ତ୍ତମାନ ଯାଉଛି। ଯିବା ଚାଲ। ତ ଆଜି ଭିଡ ପ୍ରବଳ ଅଛି ଏମିତିରେ ବି, ଏବେ କାହିଁକି ନା ସରିବାକୁ ଗଲାଣି, ତ ସେଇଥିପାଇଁ ଭିଡ ଅଧିକ। ତ ଚାଲ ଜଲ୍ଦି ଜଲ୍ଦି ଯିବା ଘରକୁ। ଆଉ କଣ କହୁଛ? ହଁ ତ ଫାଇନାଲି ଆମର ଅଣ୍ଡା ତରକାରୀ ହେଇଯାଇଛି ନା, ତ ଦେଖିବା ଟିକେ। ତ ଦେଖିପାରୁଥିବେ ବେଶ ଆମର କଣ ଧନିଆ ପତ୍ର ଟିକେ ଟିକେ ପକଉଛନ୍ତି। ମୁଁ ପକେଇଦେବି। ଏଇନା ଆମର ରୋଷେଇ ହେଇଗଲାଣି, ଆଉ ଆମର ପନିପରିବା ସବୁ ଆଣିଲୁ। ବେଶୀ କିଛି ଆଣିଲୁ, ଖାଲି ଜଷ୍ଟ ପୋଟଳ ଟିକେ ଆଣିଲୁ, ତାପରେ ଆମର ଲାଉ ଗୋଟେ ଆଣିଲୁ, ଆଉ କିଛି ଆମର ଦୋକାନରୁ କିଛି ସାମାନ ଆଣିବାର ଥିଲା, ସେତିକି ଟିକେ ଆଣିଲୁ। କଣ କହୁଛ? ହଁ ଆଉ ବେଶୀ କିଛି ଆଣିନୁ ଆମେ, ହୁଁ ଯେତିକି ଦରକାର। ଯେତେ ଦିନ ଯାଉଛି ମାନେ ବେଶୀ ଦିନ ବି ନାହିଁ, 4-5 ଦିନ ଗଲେ ବି ଆମ ପାଇଁ ଯଥେଷ୍ଟ। ତ ସେ ହିସାବ ନାହିଁ ଆମେ ଆଣୁଛୁ, ବେଶୀ ଆଣୁନୁ। ଏଇନେ ଆମେ ଖାଇବା ପାଇଁ ଯାଉଛୁ। ଆମର ରୋଷେଇ ତ ଅଲରେଡି ସରି ସାରିଲାଣି। ଏଇନେ ଯାହାହେଲେ ବି 10ଟା ହେଇଗଲାଣି ଟାଇମ, ଆଉ ତ ସେଇଥିପାଇଁ ଆମେ ବାହାରକୁ ଟିକେ ଯାଇକି ଆସିଲୁ, ତ ଟିକେ ଲେଟ୍ ହେଇଗଲା। ତ ଏପଟେ ଦେଖିପାରୁଥିବେ, ଏପଟେ ଏଇନେ ଖାଇବା ପାଇଁ ବାଢୁଛନ୍ତି। କଣ ଖାଇବା? ଖାଇବା, ଭୋକ ବି ଲାଗିଲାଣି। ଏଇନେ ଆମେ ଖାଇବା ପାଇଁ ବସିଛୁ, ଆଉ ଏପଟେ ଦେଖିପାରୁଥିବେ ଏପଟେ ଅଛନ୍ତି, ଆଉ ମୁଁ ଏପଟେ। ତ ଆଜି ଆମର ଖାଇବାରେ ହେଇଛି ଭାତ, ତା ସହିତ ଆମର ଅଣ୍ଡା ଦେଖିପାରୁଥିବେ ବେସରରେ ଇଏ କରାହେଇଛି। ତାପରେ ଏଇଟା ଆମର ଦିନର ଟିକେ ଭଜା ଥିଲା। ତ ଏଇନେ ଖାଇକି ଦେଖିବା ଟେଷ୍ଟ କେମିତି କଣ ହଉଛି। ଆଉ କଣ କହୁଛ? ଚାଲ ଖାଇବା। ଚାଲ। ବହୁତ ହି ବଢିଆ ଲାଗୁଛି, ଟେଷ୍ଟ ପୁରା ଅଲଗା ପ୍ରକାର ହେଇଛି ଆଜି, ହେଲା କି? ଆଉ ଟିକେ ତାପରେ କହିବ କେମିତି ହଉଛି। ଜବରଦସ୍ତ। ତ ଫାଇନାଲି ଆମର ଖାଇବା ସରିଲା, ଆଉ ଆଜିର ଖାଇବା ତ ବହୁତ ହି ବଢିଆ ହେଇଥିଲା। କଣ କହୁଛ? ବହୁତ ହି ଟେଷ୍ଟି। ହଁ। ତ ଆପଣ ମାନେ ଯଦି ଏମିତି କେବେ ବନେଇକି ଖାଇନାହାନ୍ତି ବେସରରେ ଅଣ୍ଡା ତରକାରୀ, ତ ଥରେ ବନେଇକି ନିଶ୍ଚୟ ଖାଆନ୍ତୁ। ବହୁତ ହି ବଢିଆ ଲାଗିବ। କଣ କହୁଛ? ଭଲ ଲାଗିବ, ଟ୍ରାଏ କରନ୍ତୁ। ଯଦି ବି କିଏ ଖାଇଛନ୍ତି ତ ଜଣେଇବେ କମେଣ୍ଟ କରିକି କେମିତି ଲାଗେ। ତ ଆଜିର ଏଇ ଛୋଟ ଭିଡିଓଟା ଆପଣଙ୍କୁ କେମିତି ଲାଗିଲା? ଯଦି ଟିକେ ବି ଭଲ ଲାଗିଛି ତ ଟିକେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ, କମେଣ୍ଟ କରିବେ। ତ ଚାଲନ୍ତୁ ଦେଖା ହବା ଆଉ ଗୋଟେ ନୂଆ ଭିଡିଓରେ।